ବିଜେଡି ବାଲା କିଛି ନବୀନଙ୍କ ନିଷ୍ପତ୍ତି ବସ୍ ଯୋଉ ଅଲୋଚିତ ରାୟ ତାଙ୍କର ଜଣେ ନେତ୍ରୀ କହୁଥିଲେ, ଆଉ ଜଣେ ନେତା ଆଉ ଟିକେ ଆଗକୁ ଯାଇ କ'ଣ କହିଲେ ଯେ ନବୀନ ବାବୁଙ୍କ ବୋପାଙ୍କର ସେଟା ଦଳ ହେଇତ। ତେଣୁ ଯେହେତୁ ନବୀନ ବାବୁଙ୍କର ବୋପାଙ୍କର ବାପାଙ୍କର ଦଳ ସେଇଟା, ତେଣୁ ତାଙ୍କ ମନ ଇଚ୍ଛା ସେ ଯାହା କରିପାରିବେ। ତେଣୁ ଆଙ୍କର ଦମ ଥିଲେ ଇଏ କରିପାରିବେ, ନହେଲେ ନାହିଁ। ଏ ଭିତରେ ଆଉ ଗୋଟିଏ କଥା ମଧ୍ୟ ଉଠୁଛି, ଅତନୁ ସବ୍ୟସାଚୀ ନାୟକ କିଛି ଖେଳ କରିଦେଲେ କାହିଁକିନା ମହାକାଳପଡ଼ାରେ ପୋଛି ହେଇଯାଇଛନ୍ତି। ଆପଣ ଦେଖିବେ ଏସ୍ଆଇଆର୍ ବର୍ତ୍ତମାନ ଓଡ଼ିଶାରେ ଲାଗୁ ହେବ। ମହାକାଳପଡ଼ାରେ ବାଂଲାଦେଶୀ ଭୋଟର ମାନେ ଅତନୁ ବାବୁଙ୍କୁ ଜିତଉଥିଲେ, ବର୍ତ୍ତମାନ ସେଥିରେ ମଧ୍ୟ 10-15 ଭୋଟ କଟିଯିବ। ତେଣୁ ସେ ଦେଖିଲେ ଆଉ ମହାକାଳପଡ଼ା ହେଉନାହିଁ, ମାନେ ବର୍ତ୍ତମାନ ଯିବା ପାଟକୁରା। ଏବଂ 2024 ନିର୍ବାଚନ ପୂର୍ବରୁ ବେଦପ୍ରକାଶ ଅଗ୍ରୱାଲଙ୍କର ପରଲୋକ ପରେ ପରେ ପାଟକୁରା ଉପରେ ବି ନଜର ରଖିଦେଲେ ଅତନୁ, ତାଙ୍କ ଭାଇଙ୍କ ପାଇଁ ବି ଟିକେଟ୍ ସଂଗ୍ରହ କରିବା ପାଇଁ ଯୋଜନା କରିଥିଲେ। ତେଣୁ ସେ ଦେଖିଲେ 29 ରହିଲାଣି, ପୁଣି 27-50 ନିର୍ବାଚନ, ବେଳ ଥାଉ ଥାଉ ବନ୍ଧଟେ ବାନ୍ଧିବା। ତେଣୁ ସେଥିପାଇଁ ଅତନୁ ବାବୁ ଯଦି କଣ୍ଟା ସଫା କରିଥିବେ, ସେ ମଧ୍ୟ ଗୋଟିଏ କାରଣ। ତେଣୁ ଅନେକ କାରଣ ରହିଛି, କିନ୍ତୁ ଏହାଦ୍ୱାରା ଗୋଟିଏ କଥା, ବିଜୁ ଜନତା ଦଳ ମଜବୁତ ହେବ ନା ଦୁର୍ବଳ। ନବୀନ ବାବୁ ଯଦି ଭାବିଥିବେ ଯେ ନାଇଁ ବର୍ତ୍ତମାନ ଯେଉଁଟା ବିଧାୟକଙ୍କୁ ମୁଁ ବର୍ତ୍ତମାନ ନିଲମ୍ବିତ କରିଦେଇଛି, ଅନ୍ୟମାନେ ଡରିଯିବେ, ତାହା ଉପରେ ବି ନଜର ରହିବ। ଯଦି ଆପଣ ଦେଖିବେ ଆଉ 7-8 ଦିନ ଭିତରେ ଆଉ ଯେଉଁ ଅଂଶୁମାନ ମହାନ୍ତି, ଆମର ସମ୍ବିତ ରାଉତରାୟ, ବିଷ୍ଣୁପ୍ରଦ ରାଉତରାୟ, ରୁଦ୍ର ମହାରଥୀ, ପ୍ରଣବ ବଳବନ୍ତରାୟ, ଯେତେ ସବୁ ନେତା ସବୁ ମେଳି ବାନ୍ଧୁଥିଲେ, ସେମାନେ ଯଦି ଆଉ ଏକାଠି ନହେଲେ ଆପଣ ଜାଣିବେ ନବୀନ ପଟ୍ଟନାୟକଙ୍କର ଏଇ ନିଲମ୍ବନ ମେଡ଼ିସିନଟା କାମ କରୁଛି। ଆଉ ଯଦି କାଲି ଏକାଠି ହେବେ ତାହେଲେ ଆପଣ ଜାଣିବେ ନବୀନ ପଟ୍ଟନାୟକଙ୍କର ନିଲମ୍ବନ ମେଡ଼ିସିନକୁ ଫୁଲ୍ କରୁଛି। ଜଣେ ଚେତାବନୀ ଦିଅ, ଯାହା କର ଆମର ଆଉ ଡରିବାର ନାହିଁ। କିନ୍ତୁ ଆଉ ଗୋଟିଏ ବାର୍ତ୍ତା ମଧ୍ୟ ଯାଇଛି ଯେ ପାଣ୍ଡିଆନ ବିରୋଧ ଯିଏ କରିବ ସିଏ ହେବ ଦଳ ପାଇଁ ବିଶ୍ୱାସ। ଦେଖନ୍ତୁ ତାଙ୍କ ଦଳ ସିଏ ଚଳେଇଲେ ତାଙ୍କର ଶାସନ ହେବେ। ବିଜେଡି ଭଲରେ ଚାଲିଲେ ବିଜେଡି ସରକାର ଆସିବ, ତାଙ୍କରି ଏମ୍ଏଲ୍ଏ ତାଙ୍କର ମନ୍ତ୍ରୀ, ସେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ। ଆମର କିଛି ହେବାର ଅଛି। ତେଣୁ ତାଙ୍କ ଦଳ ବୁଡ଼ିବ କି ଭାଙ୍ଗିବ, କ'ଣ ସେ ରଣନୀତି କରୁଥିବେ ସେ ଜାଣିଥିବେ। ଯଦି ପାଣ୍ଡିଆନଙ୍କ ଏଗେନ୍ଷ୍ଟରେ କହିଲେ ଏମିତିଆ ହେଉଛି, ତେବେ ସମ୍ବିତ ରାଉତରାୟଙ୍କ ମୁଣ୍ଡରେ ବି ଖଣ୍ଡା ଝୁଲୁଛି ବୋଲି କହିପାରିବା କି? ଆଜ୍ଞା କେତେ ନେତାଙ୍କ ଉପରେ ଖଣ୍ଡା ଝୁଲୁଛି, ସମ୍ବିତ ରାଉତରାୟ କ'ଣ? ଦେବାଶିଷ ସାନ୍ତାରା ପୁରା ଫଟୋ ରଖିଲେନି, ସେ ଯେତିକି ଭଳିଆ କହିଛନ୍ତି ଚାଚିକି କଥାବାର୍ତ୍ତା କରୁଛନ୍ତି, ଆଉ ବା କେହି ନୁହନ୍ତି। ଏବଂ ଆପଣ ଦେଖିବେ ବଦ୍ରି ପାତ୍ର ବି ସେମିତି କହୁଛନ୍ତି। ତେଣୁ ଏଇଭଳି ଭାବରେ ଇଏ ଯାଇଛି। ତେଣୁ ଯଦି ରାଜନୈତିକ ସାଟାରେ ମୋତେ ପଚରାଯାଏ ପ୍ରଶ୍ନ, ମୁଁ କହିବି 1995 ମସିହାରେ ବିଜୁ ବାବୁ ପାଇଥିଲେ 46ଟି ଆସନ। 46ଟି ଆସନ ପାଇଲା ପରେ 2000 ପୁଣି ବିଜେଡ଼ି ସରକାର କରିଥିଲା। ତେଣୁ ନବୀନ ବାବୁ ଭାବୁଥିବେ 46ଟା ଗୋଟେ ଭଲ ଅଙ୍କ ବୋଧେ। ତେଣୁ 48ଟା ହେଇଗଲେ, ଜଣେ ହାରିଗଲେ, ଆଉ 2 ଜଣ ପଳେଇଲେ। ତେଣୁ 3 ଜଣ 51ରୁ ପଳେଇଲା ପରେ ଆଉ କେତେ ହେଲା 48। ତେଣୁ ଆଉ ଯୋଡ଼ିଏ ଖଣ୍ଡେ ବିଦା କରିଦେଲେ ବଦ୍ରି ପାତ୍ର କି ଆଉ କାହାକୁ ଗୋଟେ ଟାର୍ଗେଟ୍ ଅଛି ବିଦା କଲେ 46 ହେଇଯିବ। ପୁଣି 46 ହେଲା ବେଳକୁ ପୁଣି ବିଜେଡ଼ି ବିଜେପି ମେଣ୍ଟ ସରକାର ହେଇଥିଲା 2000 ମସିହାରେ। ତେଣୁ ନବୀନ ବାବୁ ଭାବୁଥିବେ ଏଇଟା ବୋଧେ ସଂଖ୍ୟା ଗଣିତ ଯଦି ହେଉଥିବେ, କିଏ କ'ଣ ଜ୍ୟୋତିଷଶାସ୍ତ୍ର କ'ଣ କହିଥିବେ। ତେଣୁ ସେଇଟା ନବୀନ ବାବୁ କହିପାରିବେ। ଆମେ ତାଙ୍କ ଦଳ ବିଷୟରେ ଏତେ ତର୍ଜମା କରିବା ଉଚିତ ନୁହଁ। କିନ୍ତୁ ଜିନିଷ ହେଉଛି ରାଜ୍ୟ ରାଜନୀତିକୁ ଆପଣ ଯେତେବେଳେ ବାର୍ତ୍ତା ଦେଉଛନ୍ତି ଚର୍ଚ୍ଚା ହେବ ହିଁ ହେବ। ବୋଲେର ଏମିତି କରିଛନ୍ତି, ଅରବିନ୍ଦଙ୍କୁ ପୁଣି ଥରେ ଡାକିଥାନ୍ତେ ମିଟିଂ, ଆସିନଥାନ୍ତେ, ପୁଣି ଓପନଲି ଡାକିଥାନ୍ତେ, ଆଉ ଜଣେ ନେତା ଆସିକି ବାଇଟ୍ ଦେଇଥାନ୍ତେ ଯେ ଆଜ୍ଞା ଅରବିନ୍ଦ ବର୍ତ୍ତମାନ ଦଳୀୟ କାମ କରୁନାହାନ୍ତି, ଗଣମାଧ୍ୟମରେ ଚର୍ଚ୍ଚା ହେଇଥାନ୍ତା। ତାପରେ ଲୋକ ପାଇଁ ଆଜ୍ଞା ଦଳରେ ରହିଲାନି, ଆଉ ନବୀନ ବାବୁ କ'ଣ କରିପାରିଥାନ୍ତେ। ବର୍ତ୍ତମାନ ସିମ୍ପାଥି ଫ୍ୟାକ୍ଟର ଅରବିନ୍ଦଙ୍କ ପାଇଁ ସପକ୍ଷରେ। ଆପଣ ସୋସିଆଲ ମିଡ଼ିଆରେ କମେଣ୍ଟ ଗୁଡ଼ା ପଢ଼ୁନାହାନ୍ତି, ସମସ୍ତେ ନବୀନ ପଟ୍ଟନାୟକର ପୋଷ୍ଟ ବି କରିଛନ୍ତି ଯେ ଆଜ୍ଞା ଅରବିନ୍ଦ ମହାପାତ୍ରଙ୍କୁ ଆପଣ ସସ୍ପେଣ୍ଡ କରି ଠିକ୍ କଲେ, କାହିଁ କହୁଛନ୍ତି? ତାମାନେ ସେ ଫାଇଦାରେ ଅଛନ୍ତି। ସେ କହିବା ସ୍ୱାଭାବିକ। ସେ କହିଲାରେ ମୋତେ ସସ୍ପେଣ୍ଡ କଲେ ବୋଲି ମୁଁ ବଞ୍ଚିଛି, 24 ବର୍ଷ ହେଲା ପାୱାରରେ ନାହିଁ, କିନ୍ତୁ ବିଜୟ ମହାପାତ୍ର ବଞ୍ଚିଛି। ମୋ ପୁଅ ଆଜିକି ତୁମେ ତାକୁ ସସ୍ପେଣ୍ଡ କରିଦେବ, ତେଣୁ ତା ରାଜନୈତିକ ଭବିଷ୍ୟତ ଦେଉଛ। ତାର ବାପା କ'ଣ ଗୋଟେ ପୁଅର ଖରାପ ଚିନ୍ତା କରିବ? ତେଣୁ ଆମେ ବିଜୟ ମହାପାତ୍ର ପୁଅ ହିସାବରେ ମନ୍ତବ୍ୟ ଦେଇଛନ୍ତି, ରାଜନେତା ହିସାବରେ।